ସନ୍ଧ୍ୟାବେଳେ ଚାହା ଧୂପ ଦେଇ ସାରିଲା ପରେ ଚାହା ପିଇଲୁ। ଚାହା ପିଇ ସାରିଲା ପରେ ବସି ପଡ଼ିଲେ ମାମା ଦାୟିତ୍ୱରେ, ମାନେ ବଡ଼ ଦାୟିତ୍ୱ। ଦେଖନ୍ତୁ, ମୁଁ ସବୁବେଳେ କହୁଥିଲି ସମସ୍ତଙ୍କୁ ଧାନ ପିନ୍ଧା ଦିଅ, ଧାନ ପିନ୍ଧା ଦିଅ, ଆମ ଘରେ ଲଗେଇବି, କେହି ଦେଉନଥିଲେ। ମାମାଙ୍କୁ କହିକି ଯାଇଥିଲି ଗାଁକୁ। ମାମା ଆସିଲା ପରେ ପୁରା ରେଡ଼ି କରିକି ଧାନ ପିନ୍ଧା ଲଗେଇ ଦେଇଛନ୍ତି। ଆଉ ଗୋଟେ ଧାନ ପିନ୍ଧା ବି ତିଆରି କରୁଛନ୍ତି ଲଗେଇବେ ବୋଲି। ଟିଭିଟା ଚାଲିଛି, କେତେ ଖୁସି ଯେ କୁହନି। କେତେ ସୁନ୍ଦର ଲାଗୁଛି ଧାନ ପିନ୍ଧା। ମାମା ପୁରା ବେଣେଇକି କରିଛନ୍ତି, ପୁରା ପେନ୍ଥା ଭଳିଆ ହେଇଛି ଯେ କୁହନି। ମୁଁ କହିଲେ ଭଲ କି କର ମୋ ପାଇଁକା। ଏଠି ମାମା କହିଲେ ଧରେ, ମୁଁ ଟିକେ ଧରି ପାରୁନି, ତୁ ଧରିଲେ ଆଉ ଟିକେ ଭଲ କି ହେବ। ପୁରା ମୁଣା ଭଳିଆ କରିଦେଉଛନ୍ତି ଯେ କେତେ ସୁନ୍ଦର ଲାଗୁଛି। କାହାର ଦରକାର କମେଣ୍ଟ ମାଧ୍ୟମରେ କହିବ। ଆମ ଘରକୁ ନହେଲେ ପଳେଇ ଆସ ହେଲା, ଯିଏ ନେବ ମୋ ମାମା କରିକି ଦେଇଦେବୁ ସାଥି। ମୋ ମାମା ତ କେଉଁ ଜିନିଷରେ ମନା କରିବେନି କେତେବେଳେ ବି। ଯେମିତି ଧାନ ବେଣେଇ 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 ଗୋଲ ଭଳିଆ କରିଦେବେ, କେତେ ସୁନ୍ଦର ଲାଗିବ। ମୁଁ ଏତେ ଖୁସି ଯେ କୁହନି। ମାମା କହିଲେ ଯା ଯା ଜଲ୍ଦି ନେଇକି ଟଙ୍ଗେଇ ଦେ। ମୁଁ କହିଲି ବଢ଼ିଆ ଲାଗୁଛି, ଭଲ ଲାଗୁଛି କି ନାହିଁ କହିବେ। କେତେ ସୁନ୍ଦର ହେଇଛି କୁହନି। ମୁଁ ନେଇକି କାନ୍ଥରେ ଲଗେଇବା ପାଇଁ ଗଲାବେଳକୁ କଣ୍ଟା ନାହିଁ। ମୁଁ କହିଲି ବାପା ଟିକେ କଣ୍ଟା ଲଗେଇ ଦେଉନ। ବାପା କହିଲେ ରହ ଟିକେ କାହିଁକି, ମୁଁ ନାଇଁ ତମେ ଲଗା ମାନେ ଲଗା। ବାପାଙ୍କୁ କହିଲି, ସିଏ କାନ୍ଥରେ ବାଡ଼େଇକି କଣ୍ଟା ଲଗେଇଦେଲେ। କେତେ ସୁନ୍ଦର ହେଇଛି କି ନାହିଁ କହିଲେ କାଳେ। ହେଲେ ବାପା ମାଆ କହିଲେ ନା ନା ବାଗ ହେଇନି, ଆଉ ଟିକେ ଭଲ ହେଇଥାନ୍ତା। ମୁଁ କହିଲି ହଉ ବାସି ଆଙ୍କୁ ଟଙ୍ଗେଇ ଦେଇ ତାଙ୍କୁ। ତାପରେ ସକାଳୁ ଉଠୁ କାମ ପରଦିନ କାଲି ରାତିରେ ଆସିଥିଲେ। ସକାଳୁ ଉଠୁ ଟିକେ ଦେଖନ୍ତୁ, ଛୋଟ ଛୁଆଙ୍କ ଭଳିଆ ତେଲ ମାଲିସ ହେଉଛନ୍ତି ଯେ ସୋରିଷ ତେଲ ରସୁଣ ଫୁଟିଆ ହେଇକି ଆଉ ଥଣ୍ଡା ହେଇଯାଉଛି ଦେଖୁନା। କିନ୍ତୁ ଦାନ୍ତ ଦେଖାଉଛନ୍ତି କହିଲାଠୁ, ମାନେ ଚାହା ପିଉନି, ଇଆଡ଼େ ଚାହା ଧରୁଛନ୍ତି, ଇଆଡ଼େ ମାଲିସ ହେଉଛନ୍ତି। କହୁଛନ୍ତି ତୁ ଏମିତି ମୋତେ କରିଛୁ। ମୁଁ ଦରକାର ନାହିଁ ହେଲା, ତୁ ଏମିତି କେବେ ହେଇଥିବୁ, ତୋ ବୋଉ ତୋତେ କରିଥିବ। ମୁଁ ମୋ ବୋଉ ନ କରୁ, ତମ ବୋଉ ତ କରୁଛି, କରୁ ଭଲ। ଛୋଟ ଛୁଆଙ୍କ ଭଳିଆ ଆଉଛନ୍ତି। କାହାଙ୍କର ଏମିତି ଛୋଟ ଛୁଆଙ୍କ ଭଳିଆ ଆଉଥିବେ କହିଲେ। ଆଉ ବୁଢ଼ାଟେ ହେଲେଣି, ବେଶୀ ଫୁଟାଣି ମାରୁଛନ୍ତି ଗୋଟେ, କ'ଣ କହିବ। ତାପରେ ତାଙ୍କର ତ ଚାଲିଲା ଆଉ। ତେଲ ମାଲିସ କରିସାରିଲା ପରେ ପୁଣି ପାନ ଡାଲା ବସି ପଡ଼ିଲେ ଆଉ। ପାନ ନ ଖାଇଲେ ତ ହଜମ ହେବନି ନା ମାମାଙ୍କର। ସେଇଥିପାଇଁ ଟିକେ ପାନ ଖାଇକି ଆସିଲେ ବଳ ହେଇଯିବ ଆଉ। ତାପରେ ଚାଲିବେ ପୁଅକୁ ପୁଣି କୁଦିବାକୁ ଆଉ। ପୁଣି ପୁଅ ଡାକରା ଦେବ ଆସେ ପୁଅକୁ। ସେଇଥିପାଇଁ ବସି ପଡ଼ିଲେ କୁଦିବା ପାଇଁକା ପୁଅକୁ ଆଉ। ମୋଡ଼ିଲେ ହେଲାନି, ତେଲ ମାଲିସ ହେଲାନି, କହିଲେ ମୋତେ କୁଦେ ଭଲ କି। ଯେତେବେଳେ ଆସନ୍ତି ଘରକୁ ତାଙ୍କ ବୋଉ କୁଦିଲେ ତାଙ୍କୁ ଭଲ ଲାଗେ। ମୁଁ କହିବି ମୁଁ କୁଦିବିନି, ମୋତେ କୁହନି ହେଲା। ବୋଉ କୁଦିଲେ ତାଙ୍କୁ ଶାନ୍ତି ଲାଗିବ। କହିଲେ ବୋଉ ଭଲ କୁଦୁଛି, ତୁ କୁଦି ପାରୁନୁ, ମୋଡ଼ି ପାରୁନୁ, କିଛି କରିପାରୁନୁ।